ବିହାର ନିର୍ବାଚନ ସାରା ଦେଶର ସମସ୍ତଙ୍କ ଆଖି ଏଥିରେ ଦାବି ହେଇ ଆସୁଥିଲା ଯେ ଗୋଟିଏ ପଟେ ଏନଡିଏ ର ମୁଖ୍ୟମନ୍ତ୍ରୀ ଚେହେରା କିଏ ନା ନୀତିଶ କୁମାରଙ୍କ ନେତୃତ୍ୱରେ ପକ୍ଷରୁ ନିର୍ବାଚନ ସମସ୍ତଙ୍କର ଡାଉଟ ହଉଥିଲା ଯେ ଏନଡିଏ ରେ ଏଥରକ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ତେଣୁ ସେଇଥିପାଇଁ ନୀତିଶ କୁମାରଙ୍କୁ ମୂଳରୁ କୁହାଯାଉଥିଲା ଏବଂ ଆହୁରି ଫର୍ଦର କ୍ଲାରିଟି ଆଣିବା ପାଇଁ ସେଥିରେ ଅମିତ ଶାହଙ୍କ ପକ୍ଷରୁ ନିଜେ ଘୋଷଣା କରାଯାଇଛି ଯେ ଆମେ ବର୍ତ୍ତମାନ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ପକ୍ଷରୁ ନିର୍ବାଚନ ଲଢୁଛୁ ଏମିତି ଏଇ ସ୍ପଷ୍ଟତା ଆସିଲା ପରେ ମହାଗଠବନ୍ଧନ ଉପରେ ସବୁଆଡୁ ଚାପ ସୃଷ୍ଟି ହେଲା କାହିଁକିନା ସେ ପର୍ଯ୍ୟନ୍ତ ଆପଣ ଲକ୍ଷ୍ୟ କରିଥିବେ ସେ ପର୍ଯ୍ୟନ୍ତ କଣ ଗତ ଆଜି ଯୋଉ ପ୍ରେସ ମିଟ୍ ହେଇଥିଲା ମହାଗଠବନ୍ଧନ ତରଫରୁ ସେଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ ଥିଲେ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ମାନେ ମଧ୍ୟ ଥିଲେ ଏବଂ ଆରଜେଡି ର ନେତା ମାନେ ସମସ୍ତେ ଥିଲେ ସେଇଥିରେ ଘୋଷଣା କରାଗଲା ଯେ ମହାଗଠବନ୍ଧନ ତରଫରୁ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଲୋକଙ୍କ ଆଗରେ ଉପସ୍ଥାପିତ କରାଯିବ ସେଇଥିରେ କୁହାଗଲା ଯେ ଆରଜେଡି ର ମୁଖ୍ୟ ଯିଏ ଅଛନ୍ତି ତାଙ୍କୁ ଚେହେରା ଭାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଏଥିରେ ଉପସ୍ଥାପିତ କରାଯାଇଛି କାହିଁକି ନା ଗୋଟେ ସମୟରେ ସନ୍ଦେହ କରୁଥିଲେ ଯେ ଲାଲୁଙ୍କ ପୁଅ ଯେହେତୁ ଆରଜେଡି ର ମୁଖ୍ୟ ଅଛନ୍ତି ତେଜସ୍ୱୀ ଯାଦବ ତେଣୁ ତାଙ୍କୁ ହୁଏତ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଆଗକୁ ଉପସ୍ଥାପିତ କରିବା ପାଇଁ କଂଗ୍ରେସ ଟିକେ କୋଉଠି ନା କୋଉଠି ଟିକେ ନାରାଜ ଥିଲା ଭଳିଆ ଲାଗୁଥିଲା ମିଡିଆରେ ମଧ୍ୟ କିଛି ଦିନ ପୂର୍ବେ ପ୍ରକାଶିତ ହୋଇଥିଲା ଯେ କଂଗ୍ରେସ ବସ୍ତୁତ ଆଙ୍କୁ ଆକ୍ଚୁଆଲି ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉପସ୍ଥାପିତ କରିବା ପାଇଁ ଏତେଟା ଖୁସି ନୁହେଁ ରାଜି ନୁହେଁ କିନ୍ତୁ ଯେତେବେଳେ ଏନଡିଏ ଗଠବନ୍ଧନ ତରଫରୁ ବା ଏନଡିଏ ତରଫରୁ ନୀତିଶ କୁମାରକୁ ଖୋଲାଖୋଲି ଭାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉପସ୍ଥାପିତ କରାଗଲା ପ୍ରେସର ମହାଗଠବନ୍ଧନ ଉପରେ ଅଧିକରୁ ଅଧିକ ବଢିଲା ଏବଂ କଂଗ୍ରେସ ଏମିତିଆ କ୍ଷେତ୍ରରେ ଆହୁରି ଯଦି ଡେରି କରିଥାନ୍ତା ଆଜି ଘୋଷଣା ନ କରି ଆଜି ସେମାନେ ପ୍ରେସ କନଫରେନ୍ସ କରିକି କଂଗ୍ରେସ ତରଫରୁ ଏହି ସ୍ପଷ୍ଟତା ଅଣାହେଇଛି ଯେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଆମେ ମହାଗଠବନ୍ଧନ ନିର୍ବାଚନ ଲଢୁଛି ଏକଥା କହିବାର ଆବଶ୍ୟକତା ପଡିଲା କାହିଁକିନା ଚାରିଆଡୁ ଚାପ ପ୍ରୟୋଗ କରାଗଲା ଚାପ ହେଲା ଫଳରେ ସମସ୍ତେ ବର୍ତ୍ତମାନ ଗୋଟେ ସନ୍ଦେହରେ ପଡିଲେ ଯେ ଯଦି ନୀତିଶ କୁମାର ଏନଡିଏ ର ନେତୃତ୍ୱରେ ଏନଡିଏ ଯଦି ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛି ତାହେଲେ ମହାଗଠବନ୍ଧନ ତେଜସ୍ୱୀ ବା ଆଉ କିଏ କାହାର ନାଁ ତ ଘୋଷଣା କରିବା କଥା ତେଣୁ କଂଗ୍ରେସ ବାଧ୍ୟ ହୋଇକିରି ଆଜି ସ୍ୱୀକାର କରିଛି ଯେ ଆମେ ତେଜସ୍ୱୀ ଯାଦବଙ୍କର ନେତୃତ୍ୱରେ ନିର୍ବାଚନ ଏଥରକ ଲଢୁଛୁ ତେଣୁ ସେଇଥିପାଇଁ ଯାହା ଆପଣ କହିଲେ ଏଥରକ ନିର୍ବାଚନ ଗୋଟେ ପକ୍ଷରେ ଜନସାଧାରଣ ବିହାରର ଭୋଟର ମାନେ ସେମାନେ ଦେଖିବେ ଯେ ଗୋଟିଏ ପଟେ ନୀତିଶ କୁମାରଙ୍କୁ ସେମାନେ ପୁଣି ଥରେ କ୍ଷମତାକୁ ଫେରାଇବା ପାଇଁ ପସନ୍ଦ କରିବେ ନା ବହୁ କଳଙ୍କିତ ଯେତେବେଳେ ଲାଲୁ ପ୍ରସାଦ ଯାଦବଙ୍କର ସରକାର ଥିଲା ବହୁ କଳଙ୍କିତ ତାଙ୍କରି ସେଇ ଆରଜେଡି ର ତେଜସ୍ୱୀ ଯାଦବ ତାଙ୍କ ପୁଅ ତାଙ୍କ ନେତୃତ୍ୱକୁ ଲୋକ ପସନ୍ଦ କରିବେ ବର୍ତ୍ତମାନ ବିହାରର ଭୋଟରଙ୍କ ଉପରେ ଦୁଇଟି ଅପସନ ଦିଆଗଲା ଯାହା ଆଗରୁ ସେଥିରେ ସ୍ପଷ୍ଟତା ନଥିଲା ବର୍ତ୍ତମାନ ଏଇ ଆଜିର ଘୋଷଣା ପରେ କଂଗ୍ରେସ ପକ୍ଷରୁ ଏହି ସ୍ପଷ୍ଟତା ଆସିଲା ଏବଂ ଲୋକଙ୍କ ଆଗରେ ଉପସ୍ଥାପିତ କରାଗଲା ଯେ ଲୋକ ଭୋଟର ବର୍ତ୍ତମାନ କାହାକୁ ବାଛିବେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ କୁ ବାଛିବେ ନା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାଗଠବନ୍ଧନ କୁ ବାଛିବେ ଯୋଉଥିରେ କି ଆଜି ସେମାନେ ଘୋଷଣା କରିଛନ୍ତି ଯେ ତେଜସ୍ୱୀ ଯାଦବଙ୍କୁ ଆମେ ମୁଖ୍ୟମନ୍ତ୍ରୀ ଚେହେରା ଏବଂ ଭିଆଇପି ପାର୍ଟିର ନେତା ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଚେହେରା ଇତ୍ୟାଦି ଘୋଷଣା କରିବା ପଛର ଉଦ୍ଦେଶ୍ୟ କଣ ଏ ଘୋଷଣା କରିବା ପଛର ଉଦ୍ଦେଶ୍ୟ ହଉଛି ଚାରିଆଡୁ ଯେତେବେଳେ ମହାଗଠବନ୍ଧନ ଉପରେ ଚାପ ପ୍ରୟୋଗ ହେଲା ସେମାନେ ଚାପର ବଶବର୍ତ୍ତୀ ହେଇକିରି ଆଜି ବାଧ୍ୟ ହେଇକିରି ଆଜି ବାଧ୍ୟ ହେଇକିରି ଆରଜେଡି ନେତା ତେଜସ୍ୱୀ ଯାଦବଙ୍କର ନାଁ ଘୋଷଣା କରିଛନ୍ତି ଖୁସିରେ କରୁନଥିଲେ ଏ ପର୍ଯ୍ୟନ୍ତ କରୁନଥିଲେ ଏ ପର୍ଯ୍ୟନ୍ତ ଆଜି ଇଲେକ୍ସନ ଘର ଦୁଆର ମୁହଁରେ ଆସି ତାରିଖ ପହଞ୍ଚିଲାଣି ଏ ପର୍ଯ୍ୟନ୍ତ ସେମାନେ ତେଜସ୍ୱୀ ଯାଦବଙ୍କୁ
नेता बोली माने घोषणा करुनथिले। किछ दिन तले लालू प्रसाद यादव एवं तेजस्वी यादव उभय दिल्ली जाई सेठी राहुल गांधी एवं अन्य कांग्रेस नेता को भेटी दलर सीट फैसला करने संगे संगे नेता किए हेबे कहा नेतृत्व में निर्वाचन लड़िबा से विषय में से कथा उठे एवं कांग्रेस एक कथा भल कर जाने आज घोषणार आउ गोटे कथा स्पष्ट जे कांग्रेस भल कर जाने जे बिहार रे कांग्रेस रो किछि दबदपा किछि प्रभाव इतने बेसी किछि नाही। कांग्रेस आजिकली बहुत जगह भारत वर्ष जो दल अन्य दल को अन्य दल माने तांको सहित मिसिकिरी गोटे समय थिला जेतेबेले निर्वाचन ने बा राजनैतिक प्रतिष्ठा हासिल करने कांग्रेस साहाय्य आगु को बढ़ुतिले। आज से कांग्रेस दल अन्यर साहाय्य न नेले आगु को पादे बढ़ी पारुनी। भारत वर्ष सबु जगह आपन देखिए प्राय कांग्रेस अवस्था या तेणु बिहार रे कांग्रेस अवस्था ठीक नहीं। कांग्रेस दे गोटे लीड दल हम अन्य दल माने ताकू सब जोग देकरी महागठबंधन होती नुहे से लीड दल हूँ आरजेडी। कांग्रेस जहाँ ए बिहार रे जहाँ हेले भी लालू प्रसाद यादव आजिका दिन रे से क्षमतार ना से दुर्नीतिग्रस्त से कोर्ट द्वारा दंडित होती प्रमाणित होती दोषी बोलिकी से सबू सत्वे सी होती बिहार रे गोटे फैक्टर एवं तांकर पु नेतृत्व जो आरजेडी सी भी गोटे फैक्टर। आज देखो आरजेडी बिना आरजेडी रो बिना साहाय्य कांग्रेस आगू को जाई पारुनी। कांग्रेस बिना साहाय्य आरजेडी जाई पारुनी ये परिस्थिति नहीं। तेणु कांग्रेस को घोषणा करिया को पड़िला जे आमे आरजेडी रो नेता तेजस्वी को नेतृत्व में आम निर्वाचन लड़िया को जाऊँ माने ये गोटे विचित्र स्थिति। प्रथम कथा हूँ महागठबंधन बाध्य होकर चारिआडू चापर बसवर्त होकर महागठबंधन तरफ घोषणा करागला तेजस्वी नेतृत्व निर्वाचन लड़े। दुई रे कांग्रेस दल एथरे आगोदरा बाहर घोषणा कहीं ना कांग्रेस आउ से कांग्रेस नहीं किंतु मन भीतर तो अच्छी आमे काली सकाळे एया थिलु आज सीना ना गत काली एया थिलु। तेणु सी मने मने भावुचंती जे आजिका दिन रे से मध्य खेलिया को चाहिए आउ तांकर से स्कोप नहीं। तेणु से आरजेडी तरफ मध्य प्रेसर करागला जे आपण कहीं पछघुंचा दौरान तेजस्वी को मुख्यमंत्री प्रार्थी भाव घोषणा करने बाध्य होकर कांग्रेस शेष में आज घोषणा करछि जे तेजस्वी नेतृत्व में आम यही निर्वाचन लड़बू। तेणु मुझे कहली बिहार उपर समस्त आखि यही निर्वाचन में कौन हो बर्तमान परिष्कार हो गला। यही निर्वाचन बिहार रे गोटे पटे नीतीश एनडीए रो नेतृत्व नेबे एवं अन्य गोटे पटे तेजस्वी यादव महागठबंधन नेतृत्व नेबे लोकों आगे बर्तमान। सर आप आज देखिए जे राहुल गांधी आज पर्यंत तेजस्वी यादव को मुख्यमंत्री चेहरा भाव ग्रहण करूनथिले एवं आज कांग्रेस एभली कहिछि एवं से जो फोटो देखिए प्रेस मीट रे फोटो जो समस्ते नेता बसते पछपटे जो फोटो थिला से केवल तेजस्वी ही थिले आउ राहुल गांधी नांदी या सर कौन कहिबे? राहुल गांधी बर्तमान भावुचंती सही पुराना कांग्रेस दल आज बदे अछि। राहुल गांधी एबे मध्य भावुचंती बा कांग्रेस नेतृवृंद माने एबे मध्य बोधे भावुचंती जे सही जो अतीत रे से माने जेभली भाबरे अन्य दल मानकु बस उठ करौथले अन्य दल मानकु तांकर अनुगत्य स्वीकार करिया को कांग्रेस रा अनुगत्य स्वीकार करिया को परिस्थिति सृष्टि करी बाध्य करथले से काल पखाळ गलानी। एबे कांग्रेस अन्य मानकर कांधरे लाउ हेकरी आगु को जीवा को पड़ुछ। कांग्रेस आउ अन्य को लाउ करकरी नेला भलिया अवस्था रे नै कांग्रेस बा निजे लाउ होछि। तेणु से लगी राहुल गांधी आज जाके ठीक अच्छे मुझे कहले जा कि समय आगु कहते जे राहुल गांधी आज पर्यंत तेजस्वी को ना घोषणा करनथिले मुख्यमंत्री प्रार्थी भाव कहीं करनथिले न करिकरी कोन रही पारले से करी नथिले एइथिपई पुराना घमंड छाड़ी नांती किंतु न कहिकरी न घोषणा करी रही तो पारलेनी एइथिपई जे कांग्रेस से स्थिति नहीं आजिका दुनिया रे भारत वर्ष रे कौन सी जगह रे नहीं जे कांग्रेस अन्यर साहाय्य न नेले आगु को जाई परिवो न नहीं कि आगु को जाई परिवो से स्थिति नहीं। बिहार रे तो स्थिति आउरी खराब। बिहार रे कांग्रेस आजिका दिन रे गोटे फैक्टर है कि नहीं
ବିହାର କଂଗ୍ରେସରେ ବିହାରରେ କଂଗ୍ରେସର ସ୍ଥିତି କିଛି ନାହିଁ। ତେଣୁ ସେ ଆରଜେଡିର ସମର୍ଥନ ନ ପାଇଲେ ଆଜିକା ଦିନରେ ଯଦି କଂଗ୍ରେସ ବିହାରରେ ନିର୍ବାଚନ ଇଣ୍ଡିପେଣ୍ଡେଣ୍ଟଲି ସ୍ୱାଧୀନ ଭାବରେ କାହାରି ସାହାଯ୍ୟ ନ ନେଇକି ଲଢିବ, କଂଗ୍ରେସ କିଛି ସଫଳତା ପାଇବନି, କିଛି ପାଇବନି, କାହିଁକି ନା କଂଗ୍ରେସର ସ୍ଥିତି ନାହିଁ। ତେଣୁ ଆରଜେଡିର ସାହାଯ୍ୟ ନେଇକିରି ହିଁ ଆଗକୁ ଯିବାକୁ ପଡିବ। କିନ୍ତୁ ପୁରୁଣା ଘମଣ୍ଡ ରଖିକିରି କଂଗ୍ରେସ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାହା ଚେହେରା କିଏ ହେବ ବୋଲିକିରି ଘୋଷଣା କରୁନଥିଲା। କିନ୍ତୁ ଏକଥା ନ କରିକିରି ରହିପାରିବନି। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରେସର ସେତେ ବଢିଲା, ଚାପ ସେତେ ହେଲା, ଚାରିଆଡୁ ହେଲା। ଯେଉଁମାନେ ସବୁ ଅଛନ୍ତି ମେଣ୍ଟ ଦଳ ସେମାନେ ମଧ୍ୟ ଚାପ ପ୍ରୟୋଗ କଲେ। ସେମାନେ ମଧ୍ୟ କଂଗ୍ରେସକୁ ପ୍ରଶ୍ନ କଲେ ଯେ ଆପଣ କାହିଁକି ମୁହଁ ଖୋଲୁନାହାନ୍ତି? ତାଙ୍କରି ନେତୃତ୍ୱରେ ଆମେ ନିର୍ବାଚନ ଲଢିବୁ, ଏକଥା ମୁହଁ ଖୋଲି କହିବାରେ ଆପଣଙ୍କର ଅସୁବିଧା କଣ ଅଛି? ଯଦି ଆପଣଙ୍କର ନିଜର ଅସ୍ତିତ୍ୱ ଅଛି ତାହେଲେ ଆପଣ ସ୍ୱାଧୀନ ଭାବରେ ମଧ୍ୟ ନିର୍ବାଚନ ଲଢି ପାରିଥାନ୍ତେ, ତା ତ ଆପଣ କରୁନାହାନ୍ତି। ଯଦି ଆପଣ ଆରଜେଡିର ସାହାଯ୍ୟ ନେଇକିରି ଆପଣ ନିର୍ବାଚନ ଲଢୁଛନ୍ତି, ସେଥିରେ ପୁଣି ଦ୍ୱିଧା କଣ ପାଇଁ ଯେ ଆରଜେଡିର ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଆରଜେଡିର ମୁଖ୍ୟ ଯିଏ ତାଙ୍କୁ ମୁଖ୍ୟମନ୍ତ୍ରୀ ବୋଲିକିରି ଆଗକୁ ଘୋଷଣା କରିବାରେ ଅସୁବିଧା କଣ ରହୁଛି? ରାହୁଲ ଗାନ୍ଧୀ ସିନା କହିନଥିଲେ, କିନ୍ତୁ ଦଳ ପକ୍ଷରୁ ବାଧ୍ୟ ହେଇକିରି ଆଜି ଘୋଷଣା କରାଗଲା। ଆଉ ଗୋଟେ କଥା ଦେଖିବେ, ଯୋଉ ମହାଗଠବନ୍ଧନରେ 13ଟି ଆସନ ଏମିତି ଯୋଉଟା ସ୍ପଷ୍ଟ ହେଇଛି ସେଠି ଗୋଟେ ମହାଗଠବନ୍ଧନ ପ୍ରାର୍ଥୀ ମାନେ ପରସ୍ପର ମୁହାଁମୁହିଁ ହେଉଛନ୍ତି। ଏ ଦଳ ଭିତରେ ଗୋଟେ ମେଣ୍ଟ ହେଇକି ପୁଣି ପରସ୍ପର ବିରୁଦ୍ଧରେ ଲଢିବାକୁ ଆପଣ ସାର୍ କେମିତି ଗ୍ରହଣ କରୁଛନ୍ତି? ହଁ, ଆପଣ ଯାହା କହୁଛନ୍ତି ଠିକ କଥା। ସମ୍ବାଦପତ୍ରରେ ମଧ୍ୟ କଥା ବାହାରିଛି ଯେ ଏମିତି ପ୍ରାୟ ଡଜନ ସିଟ୍ ଅଛି, ଡଜନରୁ ଅଧିକା ହବ ପଛେ କମ ନୁହେଁ, ଏମିତି ସିଟ୍ ଅଛି ଯୋଉଠି କି ମହାଗଠନ ପ୍ରାର୍ଥୀ ମାନେ ମେଣ୍ଟର ବିଭିନ୍ନ ମେଣ୍ଟ ଦଳର ପ୍ରାର୍ଥୀ ମାନେ ସମସ୍ତେ ସେଠି ମେଣ୍ଟ ଦଳ ପକ୍ଷରୁ ସେଠି ପ୍ରାର୍ଥୀ ଦିଆଯାଇଛି। ଅର୍ଥାତ୍ ମେଣ୍ଟ ମାନେ ମହାଗଠବନ୍ଧନ ପ୍ରାର୍ଥୀ ହବା ପରିବର୍ତ୍ତେ ସେ ଜାଗାରେ ସବୁ ସହଯୋଗୀ ଦଳ ତାଙ୍କର ମଧ୍ୟ 2 ଜଣ 3 ଜଣ ସହଯୋଗୀ ଦଳ ତାଙ୍କର ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ଏହା ଫଳରେ ହବ କଣ କି ଲୋକଙ୍କ ଭିତରେ କନଫ୍ୟୁଜନ ହବ ଏବଂ ବିରୋଧୀ ଦଳର ଯୋଉ ଭୋଟ ସେ ଭାଗ ଭାଗ ହବ ଏବଂ କେତେକ କ୍ଷେତ୍ରରେ ଦେଖାଯିବ ଏବଂ ଫଳ ହୁଏ ତ ଏହା ହେଇପାରେ ଯେ ସେଇ ଜାଗାରେ ସୁବିଧା ମିଳିବ, ଏନଡିଏ ମେଣ୍ଟକୁ ଜିତିବା ପାଇଁ ସୁବିଧା ମିଳିବ। କିନ୍ତୁ ଏଇ ଯୋଉ ବିଭିନ୍ନ ମେଣ୍ଟର ପ୍ରାର୍ଥୀ ମାନେ ଏକାଧିକ ମେଣ୍ଟର ପ୍ରାର୍ଥୀ ମାନେ ଯାଇକିରି ସେଠି ପ୍ରାର୍ଥୀ ତ ଦାଖଲ କରିଛନ୍ତି ଏବଂ ନିର୍ବାଚନ ଲଢୁଛନ୍ତି, ସେଥିରୁ ଜଣା ପଡୁଛି ଯେ ମହାଗଠବନ୍ଧନ ଭିତରେ ଯୋଉ ଏକତାଟା ରହିବା କଥା, ଆପଣ ଯେତେବେଳେ ନିର୍ବାଚନ ଲଢୁଛନ୍ତି, ଆପଣ ଯେତେବେଳେ 3 ଦଳ ମେଣ୍ଟ କରିଛନ୍ତି, 4 ଦଳ ମେଣ୍ଟ କରିଛନ୍ତି, ଆପଣ ଜାଣିବା କଥା କୋଉ ଜାଗାରେ 1 ନମ୍ବର ଦଳର ଭଲ ପ୍ରାର୍ଥୀ ଥାଇପାରନ୍ତି, ଖରାପ ପ୍ରାର୍ଥୀ ମଧ୍ୟ ଥାଇପାରନ୍ତି। ଆପଣ ମଧ୍ୟ ଅନୁଭବ କରୁଥିବେ ଯେ କୌଣସି ନିର୍ବାଚନ ମଣ୍ଡଳୀରେ ଆପଣଙ୍କର ପ୍ରଭାବ ଅଧିକା ଅଛି, କିନ୍ତୁ ମେଣ୍ଟରେ ଯେତେବେଳେ ଆପଣ ଯୋଗ ଦେଇଛନ୍ତି କିଛି ବି ତ୍ୟାଗ କରିବାକୁ ପଡିବ। ହୁଏତ ଆପଣଙ୍କ ଦଳର ପ୍ରାର୍ଥୀଙ୍କର ଚାନ୍ସ ଭଲ ଥାଇପାରେ, କିନ୍ତୁ ଯଦି ମେଣ୍ଟ ନିଷ୍ପତ୍ତି ନେଲା, ମହାଗଠବନ୍ଧନ ଯଦି ନିଷ୍ପତ୍ତି ନେଲା ଏଇ ଜାଗାରେ ଯେ ଆମେ ଅମୁକ ପ୍ରାର୍ଥୀଙ୍କୁ ଦବା, ସେ ଯୋଉ ଦଳ ପ୍ରାର୍ଥୀ ହେଇଥାନ୍ତୁ, ଯୋଉ ଦଳର ବି ହେଇଥାନ୍ତୁ ନା କାହିଁକି, ଆପଣଙ୍କ ଦଳର ଭଲ ପ୍ରାର୍ଥୀ ହେଇଥିଲେ ବି ଆପଣଙ୍କୁ ସାକ୍ରିଫାଇସ୍ କରିବାକୁ ପଡିବ। ୟାକୁ ତ କୁହନ୍ତି ଏକତା ନା। ଆପଣ ଯେତେବେଳେ ମେଣ୍ଟ କରିଛନ୍ତି ମାନେ ଆପଣଙ୍କର କିଛି ଭଲ କଥା ଆପଣ ସାକ୍ରିଫାଇସ୍ କରିଛନ୍ତି, ତାଙ୍କର କିଛି ଭଲ କଥା ସେ ବି ସାକ୍ରିଫାଇସ୍ କରିଛନ୍ତି। ପରସ୍ପର ମଧ୍ୟରେ ଆଡଜଷ୍ଟ କରିକି ତ ଆପଣ ଏକତା ରକ୍ଷା କରିଲେ ହିଁ ଭୋଟରଙ୍କ ମଧ୍ୟରେ ସେଇଟା ଗୋଟେ ଭଲ ମେସେଜ ଦବ, ଲୋକମାନେ ଆପଣଙ୍କୁ ସମର୍ଥନ ଦେବେ। କିନ୍ତୁ ୟାଙ୍କ ଭିତରେ ଏକତା ନାହିଁ ବୋଲିକିରି ଯୋଉ ଡଜନରୁ ଅଧିକା ନିର୍ବାଚନ ମଣ୍ଡଳୀରେ ଏକାଧିକ ପ୍ରାର୍ଥୀ ମହାଗଠବନ୍ଧନ ଅଛନ୍ତି, ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯାହାଙ୍କ ଭିତରେ ଏକତା ନାହିଁ ଏବଂ ଭବିଷ୍ୟତରେ ଏଇଟା ହୁଏତ ନିର୍ବାଚନ ଫଳାଫଳରେ ପ୍ରଭାବ ସୃଷ୍ଟି କରିପାରେ। ବିଭିନ୍ନ ରାଜନୈତିକ ଦଳ ମିଶିକିରି ଆପଣ ମହାଗଠବନ୍ଧନ କରିଛନ୍ତି ଏବଂ ମହାଗଠବନ୍ଧନର ଯଦି ନିଷ୍ପତ୍ତି ହୁଏ ଅମୁକ ଲୋକଙ୍କୁ ଅମୁକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିବା, ସେ ପ୍ରାର୍ଥୀ ଯୋଉ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମେଣ୍ଟର ହେଇଥାନ୍ତୁ ନା କାହିଁକି ମହାଗଠବନ୍ଧନ, ଅନ୍ୟ ଦଳମାନେ ତାକୁ ଗ୍ରହଣ କରିବାକୁ ବାଧ୍ୟ। ସେଥିପାଇଁ ତ ଆପଣ ମେଣ୍ଟ କରିଛନ୍ତି ନା। ଆପଣ ଯଦି କହିବେ ନାହିଁ ସେ ପ୍ରାର୍ଥୀ ବିରୁଦ୍ଧରେ ଆମେ ପ୍ରାର୍ଥୀ ଦେବୁ, ତାହେଲେ ମେଣ୍ଟରେ ଆପଣ ରହିଲେ କୋଉଠି? ମହାଗଠବନ୍ଧନରେ ଆପଣ ରହିଲେ କୋଉଠି? ମହାଗଠବନ୍ଧନର ନିୟମକୁ ମାନିଲେ କୋଉଠି? ତାହେଲେ ଆପଣ ଯଦି
ବିରୋଧୀ ପ୍ରାର୍ଥୀ ଦିଅନ୍ତି, ସେଠି ବିଦ୍ରୋହୀ ପ୍ରାର୍ଥୀ ଦିଅନ୍ତି ଯଦି, ତାହେଲେ ତ ଲୋକ ମେସେଜ ଲୋକଙ୍କ ପାଖରେ ପହଞ୍ଚିବ ଯେ ଆପଣ ମହାଗଠବନ୍ଧନରେ ଥାଇକିରି ମହାଗଠବନ୍ଧନର ସ୍ୱାର୍ଥ ବିରୁଦ୍ଧରେ କାମ କରୁଛନ୍ତି। ତେଣୁ এই କଥା ତ କରିବା ଉଚିତ ନୁହେଁ। ଆଗକୁ କଣ ହବ ଦେଖାଯାଉ, କିନ୍ତୁ ଯାହା ଜଣା ପଡୁଛି ଇଏ ମହାଗଠବନ୍ଧନ ଭିତରେ ଏକତା ନାହିଁ ବୋଲି ପ୍ରମାଣିତ କରୁଛି ଏବଂ ସମସ୍ତେ ମଧ୍ୟ ଅନୁଭବ କରୁଛନ୍ତି ଯଦି ଏଇ ପ୍ରକାର ଚାଲେ, ଏଇ ପ୍ରକାର ପରିସ୍ଥିତି ଲାଗି ରହେ ଭୋଟ ଦବା ଦିନ ପର୍ଯ୍ୟନ୍ତ, ଭୋଟ ଗ୍ରହଣ ଦିନ ପର୍ଯ୍ୟନ୍ତ, ତାହେଲେ ଆର ଗୋଟେ କୁପ୍ରଭାବ ପଡିପାରେ ଏବଂ ସେଥିରେ ଏନଡିଏ ହିଁ ଲାଭବାନ ହେଇପାରେ।